ଆପଣ ମୋ ନମ୍बर ସେଭ୍ କରିବା ଦରକାର ନାହିଁ। ମୁଁ କେବଳ ଏଇ ସ୍କାନରଟା ଆପଣଙ୍କୁ ଦେଖାଉଛି। ହ୍ୱାଟ୍ସଆପ୍ ଖୋଲିକିରି ହ୍ୱାଟ୍ସଆପ୍ର ଫଟୋରେ ଏଇଟାକୁ ଆପଣ ସ୍କାନ୍ କରିବେ, ଡାଇରେକ୍ଟ ମୋର ହ୍ୱାଟ୍ସଆପ୍ ଖୋଲିଯିବ। ଆପଣ ମୋ ନମ୍ବରକୁ ସେଭ୍ କରିବା କିଛି ଦରକାର। ଏ ସ୍କାନରଟା କୋଉଠି ମରାଯାଏ? ମନେ କରନ୍ତୁ ଆପଣ ଗୋଟେ ସିଏସ୍ସି ସେଣ୍ଟର କରିଛନ୍ତି, କିମ୍ବା ଯଦି ଗୋଟେ ଡିଟିଭି ସେଣ୍ଟର କିମ୍ବା ଗୋଟେ ଜେରକ୍ସ ଦୋକାନ ବି କରିଛନ୍ତି, କିମ୍ବା ପ୍ରିଣ୍ଟିଂ ଦୋକାନ ଗୋଟେ କରିଛନ୍ତି, ଯୋଉଟାକି ଆପଣଙ୍କର ସବୁବେଳେ କଷ୍ଟମର ଆପଣଙ୍କ ପାଖକୁ ଆସୁଛନ୍ତି ଏବଂ ଆପଣ ନମ୍ବରଟା ମାରୁଛନ୍ତି, ମାନେ ହ୍ୱାଟ୍ସଆପ୍ ମାଗୁଛନ୍ତି ହ୍ୱାଟ୍ସଆପ୍ ନମ୍ବରଟା। ତ ଆପଣ ନମ୍ବର ଡାକିବେ, ସେ ନମ୍ବର ମାନେ ତାଙ୍କ ମୋବାଇଲରେ ନମ୍ବର ସେଭ୍ କରିବେ, ସେଭ୍ କରିକିରି ଆପଣଙ୍କୁ ମେସେଜ କରିବେ। କିନ୍ତୁ ଏତେ କାମ କରିବା ଦରକାର ନାହିଁ। ଏଇଭଳିଆ କ୍ୟୁଆର କୋଡଟା ଆପଣ ଗୋଟେ ଜେନେରେଟ୍ କରିଦେବେ। ଏଇଟା ଗୋଟେ କାନ୍ଥରେ ମାରିଦେବେ କିମ୍ବା ଗୋଟେ ଷ୍ଟାଣ୍ଡିଂରେ ଏଇଟା ରଖିଦେବେ। ଏଇଟା ଆପଣଙ୍କର ଜଣେ ଯିଏ ତାଙ୍କ ହ୍ୱାଟ୍ସଆପ୍ ଖୋଲିକିରି ଯଦି ଏଟାକୁ ତାଙ୍କର କ୍ୟାମେରାରେ, ହ୍ୱାଟ୍ସଆପ୍ କ୍ୟାମେରାରେ ଯଦି ଆପଣ ଓପନ୍ କରିକିରି ଏଟାକୁ ଦେଖେଇଦେବେ, ତାହେଲେ ଡାଇରେକ୍ଟ ହ୍ୱାଟ୍ସଆପ୍ରେ ଆପଣଙ୍କ ନାଁଟା ବାହାରି ପଡ଼ିବ। ଏଇଟା ଯେଉଁମାନେ କରିଛନ୍ତି, କ'ଣ ଯେଉଁମାନେ ସିଏସ୍ ସେଣ୍ଟର କରିଛନ୍ତି କିମ୍ବା ପ୍ରିଣ୍ଟିଂ ଦୋକାନ ସବୁ କରିଛନ୍ତି, ଡିଟି ସେଣ୍ଟର କରିଛନ୍ତି, ସେମାନଙ୍କ ପାଇଁ ଏଇଟା ଦରକାର ହେବ। ଆପଣ ବି ନିଜେ ଏଇଟା କରିପାରିବେ। ତ ଏଠି ମୁଁ ମୋର ବିଜନେସ୍ ହ୍ୱାଟ୍ସଆପ୍ଟା ଖୋଲିଲି। ଏଇ ଯେଉଁ ନମ୍ବରଟା ମୋର ଅଛି, ଏଇଟା ହେଉଛି ବିଜନେସ୍ ହ୍ୱାଟ୍ସଆପ୍। ଏଠି ଆପଣ କ'ଣ କରିବେ ନା, ତ ତିନିଟା ବିନ୍ଦୁ ଉପରେ ଦେଖାଯାଉଛି, ଏଇ ଯେଉଁ ଉପରେ ଯେଉଁ ତିନିଟା ବିନ୍ଦୁ ଦେଖାଯାଉଛି, ସେ ବିନ୍ଦୁ ଉପରେ କ୍ଲିକ୍ କରିବେ। ବିନ୍ଦୁରେ କ୍ଲିକ୍ କରିବା ପରେ ଆପଣଙ୍କର ଦେଖେଇବ ସେଟିଂ, ସବା ତଳେ ଯେଉଁ ଅଛି ସେଟିଂରେ କ୍ଲିକ୍ କରିବେ। ସେଟିଂରେ କ୍ଲିକ୍ କରିବା ପରେ ଏଇଠି ଆପଣଙ୍କର ଆସିଲା ସ୍କାନ୍ର ଅପସନ୍। ଦେଖନ୍ତୁ ଏଇ ଯେଉଁ ଲେଖା ହେଇଛି ପବ୍ଲିକେସନ୍, ଏଠି ଆପଣଙ୍କ ଲୋଗୋଟା ଯେଉଁଟା ଲେଖା ହେଇଛି, ଏଇ ଯେଉଁ ସ୍କାନ୍ ଜିନିଷଟା, ଏଇ ଜିନିଷଟା ଉପରେ ଆପଣ କ୍ଲିକ୍ କରିବେ। ଏଇଠି କ୍ଲିକ୍ କରିବା ପରେ ଆପଣଙ୍କର ଏଇଟା କ୍ୟୁଆର୍ କୋଡ଼ଟା ଜେନେରେଟ୍ ହେଇଯିବ। ତାକୁ କ'ଣ କରିବ ନା, ସେୟାର କରିବା ପାଇଁ ଅପସନ୍ ଅଛି। ଏଠି ସେୟାର କୋଡ଼ରେ ଯଦି କ୍ଲିକ୍ କରିବେ କିମ୍ବା ୟାର ଯଦି ସ୍କ୍ରିନଶଟ୍ ବି ନେଇଯିବେ, ତାହେଲେ ଆପଣଙ୍କର ସ୍କ୍ରିନଶଟ୍ ବି ହେଇଯାଇପାରିବ। ଏଥିରେ ଆପଣ ଯଦି ସେୟାର କରିବା ପାଇଁ ଚାହିଁବେ, ତେବେ ହ୍ୱାଟ୍ସଆପ୍ରେ ଏଠି ଆପଣ ସେୟାର କରିବା ପାଇଁ ଅପସନ୍ ଅଛି, ଏଇଟାକୁ ଆପଣ ମଧ୍ୟ କରିପାରିବେ। ଏହାଦ୍ୱାରା କ'ଣ ସୁବିଧା ହୁଏ ନା, ଆପଣଙ୍କର କୌଣସି କଷ୍ଟମର ଆପଣଙ୍କ ନମ୍ବରଟା ବିନା ସେଭ୍ କରିକିରି ହୁଏ ଆପଣଙ୍କୁ ପଠାଇ ପାରିବେ ଆପଣଙ୍କର ହ୍ୱାଟ୍ସଆପ୍କୁ ତାଙ୍କର ଡାଟା କାଢ଼ିବା ପାଇଁ। ଆଚ୍ଛା, ତାପରେ ଆସିଲା କଷ୍ଟମରଙ୍କ ପାଳି। କଷ୍ଟମରକୁ ଆପଣ କେମିତି କହିବେ ଏଟା ସ୍କାନ୍ କରିବା ପାଇଁ? ସେମାନେ ଯଦି ତାଙ୍କ ଫଟୋରେ ସ୍କାନ୍ କରିବେ, ସେଟା ହେବନି, କିମ୍ବା ଗୁଗୁଲ ଲେନ୍ସରେ ବି ହେବନି। ତ ଏଠି ତାଙ୍କୁ କଷ୍ଟମରକୁ କହିବେ ଏଇ ହ୍ୱାଟ୍ସଆପ୍ରେ ଖୋଲିବେ। ହ୍ୱାଟ୍ସଆପ୍ରେ ଖୋଲିଲା ପରେ କିନ୍ତୁ ଏଇ ଯେଉଁ କ୍ୟାମେରା ଅପସନ୍ ଅଛି, ହ୍ୱାଟ୍ସଆପ୍ ଖୋଲିଲା ମାନେ ଏଇ ଯେଉଁ କ୍ୟାମେରା ଅପସନ୍ ଅଛି, ଏଇ ଯେଉଁ କ୍ୟାମେରା ଅପସନ୍ ଅଛି, କ୍ୟାମେରା ଅପସନ୍ ହେଲେ ଆପଣଙ୍କର ଏଇଟା କ୍ୟାମେରା ପାଇଁ ଏଇଟା ପଳେଇ ଆସିବ। ତ ଏଠି ଆପଣ ଏଇଟାକୁ ଆପଣ ସ୍କାନ୍ କରିକିରି, ବା ଯେତେବେଳେ ସ୍କାନ୍ କରିବେ ସେତେବେଳେ ଆପଣଙ୍କର ହ୍ୱାଟ୍ସଆପ୍ଟା ଅଟୋମେଟିକ୍ ଖୋଲିଯିବ।